କେକେଆରରୁ ବାହାରିବା ପରେ ପ୍ରତିକ୍ରିୟା ରଖିଲେ ମୁସ୍ତାଫିଜୁର ରେହମାନ। କହିଲେ ଏମିତି, ଆଇପିଏଲ୍ 2026ରେ ଆଉ ନଜର ଆସିବେନି ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରେହମାନ। ବିସିସିଆଇର ନିର୍ଦ୍ଦେଶ ପରେ ତାଙ୍କୁ କେକେଆର ଦଳରୁ ବାହାର କରିଦିଆଯାଇଛି। ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ତେବେ ରିଲିଜ୍ ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁସ୍ତାଫିଜୁର। ସେ କହିଛନ୍ତି କି ଯଦି ତୁମକୁ ଦଳରୁ ରିଲିଜ୍ କରାଯିବ ତେବେ ତୁମେ କ'ଣ ବା କରିପାରିବ। ସେ ଏକ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ମାତ୍ର ଏହା ଉପରେ ସେ ଅଧିକ କିଛି କହିନାହାନ୍ତି। କହି ରଖୁଛୁ କି ଆଇପିଏଲ୍ ମିନି ନିଲାମୀ 2026ରେ ସେ କେକେଆର ଦଳ ପାଇଁ ଖେଳିଥାନ୍ତେ। ଫ୍ରାଞ୍ଚାଇଜ୍ ତାଙ୍କୁ 9.2 କୋଟିରେ କିଣିଥିଲା। ମାତ୍ର ଏବେ ତାଙ୍କୁ ବାହାର କରିଦିଆଯାଇଛି। ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା କରାଯାଉଥିବା ଘଟଣାକୁ ନେଇ ମୁସ୍ତାଫିଜୁରଙ୍କୁ ଦଳରୁ ବିଦା କରିବାକୁ ଦାବି ହୋଇଥିଲା। ଶେଷରେ ବିସିସିଆଇର ନିର୍ଦ୍ଦେଶ ପରେ ଏହା ହୋଇଛି, ଯାହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି। ବିବାଦ କ'ଣ? ଗତ କିଛି ଦିନ ଧରି କେକେଆର ଏବଂ ଏହାର ସହମାଲିକ ଶାହରୁଖଙ୍କୁ ଅନେକ ରାଜନେତା ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀ ଟାର୍ଗେଟ କରିଥିଲେ। ଏହାପରେ ବିବାଦରେ ଫସିଥିଲେ କେକେଆର। ଜାତୀୟ ଭାବନା ସତ୍ତ୍ୱେ ଫ୍ରାଞ୍ଚାଇଜ୍ ଜଣେ ବାଂଲାଦେଶୀ ଖେଳାଳିଙ୍କୁ କିଣିବାକୁ ନେଇ ଭାରତର ଅନେକ ଲୋକ ସମର୍ଥନ କରୁନାହାନ୍ତି ବୋଲି କୁହାଯାଇଥିଲା। ବିଜେପି ନେତା ସଙ୍ଗୀତ ସୋମ ଶାହରୁଖଙ୍କ ଉପରେ ଦେଶଦ୍ରୋହୀ ଟିପ୍ପଣୀ ଦେଇଥିଲେ। କହି ରଖୁଛୁ କି ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି। ବାଂଲାରେ ହିନ୍ଦୁଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଉଛି। 4 ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ବାଂଲାଦେଶରେ ହିନ୍ଦୁ ସୁରକ୍ଷିତ ନଥିବା ବେଳେ ଉକ୍ତ ଦେଶର ଖେଳାଳଙ୍କୁ କାହିଁକି ଆଇପିଏଲ୍ରେ ଖେଳାଯିବାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିସିସିଆଇ କେକେଆର ଫ୍ରାଞ୍ଚାଇଜ୍କୁ ମୁସ୍ତାଫିଜୁର ରେହମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲା। ଏହାର ମାତ୍ର 2 ଘଣ୍ଟା ଭିତରେ ରେହମାନଙ୍କୁ ବାହାର କରିଦେଇଛି କୋଲକାତା। ତେବେ ଭାରତ ବାଂଲାଦେଶ ମଧ୍ୟରେ ବିଗୁଡୁଥିବା ସମ୍ପର୍କ ମଧ୍ୟରେ କ୍ରିକେଟର ବଳି ପଡ଼ିଛନ୍ତି। ଏହି ରିପୋର୍ଟ ଉପରେ ଆପଣଙ୍କ ମତ କ'ଣ? ଆମେ ପ୍ରତିଦିନ ଆସୁଛୁ ଆପଣଙ୍କ ପାଖକୁ କ୍ରିକେଟର ପ୍ରତ୍ୟେକ ଖବର ସବୁଠାରୁ ଶୀଘ୍ର ନେଇ। ତେଣୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।